ଭାରତ ମାତା କି ଜୟ। ବନ୍ଦେ ମାତରମ୍। ଆପଣମାନେ ଜାଣନ୍ତି କି ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ସମସ୍ତ ସ୍କୁଲ କଲେଜ ଛୁଟି ରହିବା ସହିତ ସମ୍ପୂର୍ଣ୍ଣ ଜନଜୀବନ ପଶୁପକ୍ଷୀ ଅସ୍ତବ୍ୟସ୍ତ। ମଣିଷଙ୍କୁ ତ ଯେଉଁଠି ହେଲେ ପାଣି ମିଳିଯାଉଛି, ନଳକୂପ ହେଉ କି ଜଳଛତ୍ର ଅଥବା ସହୃଦୟ ବ୍ୟକ୍ତିଙ୍କ ଦ୍ୱାରା ମୃଦୁ ପାନୀୟ ଜଳ ଯୋଗାଣ, କିନ୍ତୁ ପଶୁପକ୍ଷୀଙ୍କ ପାଇଁ ଅତି କଷ୍ଟଦାୟକ। ଆଉ ପଶୁପକ୍ଷୀ କେମିତି ପାଣି ପାଇପାରିବେ, ଏବେ ସେ କାମରେ ମଧ୍ୟ ଅଙ୍ଗନବାଡ଼ି ଦିଦିଙ୍କ ଦାୟିତ୍ୱ। ଦିଦିମାନେ ଅଦ୍ବିକା ବୈଠକରେ କିଶୋରୀ ବାଳିକାମାନଙ୍କୁ ସଚେତନ କରୁଛନ୍ତି କିଭଳି ପଶୁପକ୍ଷୀଙ୍କ ପାଇଁ ଜଳ ସୁରକ୍ଷିତ ରଖିବେ, ଯାହାଫଳରେ ସେମାନେ ତାଙ୍କର ତୃଷା ମେଣ୍ଟାଇ ପାରିବେ। ପାଣି ବିନା କୌଣସି ପଶୁପକ୍ଷୀ ମରିବା କଥା ନୁହେଁ। ହେଲେ ଦୁଃଖର ବିଷୟ, ଯେଉଁ ଅଙ୍ଗନବାଡ଼ି କର୍ମୀ ପଶୁପକ୍ଷୀଙ୍କ ପାଇଁ ମଧ୍ୟ କାମ କରୁଛନ୍ତି, ଖରା ଦାଉରୁ ଜନଜୀବନ ପଶୁପକ୍ଷୀ କାହାରି ଅସୁବିଧା ନ ହେବା ପାଇଁ ସଜାଗ ରହୁଛନ୍ତି, ସେମାନଙ୍କ ପାଇଁ କିନ୍ତୁ କିଛି ନାହିଁ। ଦୁଃଖର ବିଷୟ, ବଡ଼ ଭାଇ ଭଉଣୀଙ୍କ ସ୍କୁଲ ଛୁଟି ଥିବାବେଳେ କୁନି କୁନି ପିଲେ ବଡ଼ ଭାଇ ଭଉଣୀ ଶୋଇଥିବା ସମୟରେ ହିଁ ଉଠିକି 6ଟାରୁ କେନ୍ଦ୍ରକୁ ଯାଉଛନ୍ତି। ଯେତେବେଳେ ଉଠିବା କଥା ସେତେବେଳେ ତାଙ୍କୁ ଜଳଖିଆ ଦିଆଯାଉଛି ଏବଂ ଜଳଖିଆ ଖାଇବା ସମୟରେ ଭାତ, ଅଣ୍ଡା ତରକାରୀ କିମ୍ବା ଡାଲମା ଭାତ, କ'ଣ ନା ପୁଷ୍ଟିକର ଖାଦ୍ୟ। ଆଉ 8ଟାରୁ ଶିଶୁକୁ ଛୁଟି କଲା ପରେ ଦିଦିମାନେ 9ଟା ଯାଏଁ ରହି ପୁଣି ଗୃହ ପରିଦର୍ଶନ। ଯେଉଁ କର୍ମୀ ସମଗ୍ର ଜନସମାଜ ପାଇଁ କାମ କରୁଛି, ପର୍ଯ୍ୟାବରଣଠୁ ନେଇ ଜୀବନ ଜୀବିକା ପର୍ଯ୍ୟନ୍ତ, ତା ପ୍ରତି କିନ୍ତୁ କାହାରି ଦୃଷ୍ଟି ନାହିଁ। ଶିଶୁଙ୍କୁ ମଧ୍ୟ ଛୁଟି ନାହିଁ, କାରଣ ଶିଶୁମାନେ କେନ୍ଦ୍ରରେ ଖାଇବେ। ତେବେ ଏଠି ପ୍ରଶ୍ନ ଉଠେ, ଯଦି କରୋନା ସମୟରେ ପ୍ରତି ଶିଶୁଙ୍କ ଘରେ ଶୁଖିଲା ଖାଦ୍ୟ ଦିଆଯାଇପାରିଲା, ତେବେ ବର୍ତ୍ତମାନ କାହିଁକି ନୁହେଁ? ସେତେବେଳେ ଯଦି ଶିଶୁ ସାମ୍ ମାମ୍ ହେଲେ ନାହିଁ, ଏବେ କାହିଁକି ହେବେ? ଆପଣମାନେ ସମସ୍ତେ ଦେଖୁଛନ୍ତି ଖରାର ପ୍ରକୋପ। ଆଉ ଏହା କେବଳ ଆମେ କହୁନାହୁଁ, ପାଣିପାଗ ବିଭାଗ କହୁଛି କି ଖରା ଅସହ୍ୟ ଭାବରେ ବୃଦ୍ଧି ପାଉଛି ବୋଲି। କିନ୍ତୁ କହିବା କାହାକୁ? କୌଣସି ଅଙ୍ଗନବାଡ଼ି କର୍ମୀ ମନା କରୁନାହାନ୍ତି କାମ କରିବାକୁ। କରୋନା ସମୟରେ ମଧ୍ୟ ସମସ୍ତେ ଘର ଭିତରେ ଥିବାବେଳେ ସେମାନେ କାମ କରିଛନ୍ତି, ଆଉ ଏବେ ବି କରିବେ। କିନ୍ତୁ ଅତି କମ୍ରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଲେ ଶିଶୁ ଆରାମରେ ଘରେ ରହିପାରନ୍ତେ, ଶୋଇପାରିବେ। କାରଣ ଯେଉଁଭଳି ଖରା ତାତି ଗୁଳଗୁଳି ଅଛି, ଛୁଆ ରାତି ସାରା ଶୋଇପାରୁନାହାନ୍ତି। କାରଣ ଗାଁ ଗହଳିରେ ନା ଅଛି ଏସି ନା କୁଲର, ଯାହାଫଳରେ ପାହାନ୍ତିଆ ସମୟରେ ଟିକିଏ ଶୋଇପଡ଼ିଲା ବେଳକୁ ଅଙ୍ଗନବାଡ଼ି ଯିବା ପାଇଁ ବଡ଼ ଭାଇ ଭଉଣୀ ଶୋଇଥିବା ବେଳେ ଛୋଟ ଶିଶୁକୁ ଉଠାଇ ଦିଆଯାଉଛି। ଏଣୁ ସମସ୍ତେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର। ଧନ୍ୟବାଦ।